ତଳ ବରଡ଼ା ଖସୁଛି ଉପର ବରଡ଼ା ହସୁଛି ମଝି ବରଡ଼ା କହୁଛି ମୋ ଦିନ କାଳ ଆସୁଛି। ଏହାର ଅର୍ଥ କେବଳ ଏତିକି ନୁହେଁ ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ଲୋକ ମୃତ୍ୟୁର ନିକଟବର୍ତ୍ତୀ ହୋଇଥାଏ, ତେଣୁ ସେ ଚିନ୍ତା କରୁଥାଏ କେତେବେଳେ ମୁଁ ଚାଲିଯିବି, ସଂସାରରୁ ବିଦାୟ ନେଇଯିବି, ତେଣୁ ଚିନ୍ତିତ ଥାଏ। ଯେ ଯୁବକ ଅବସ୍ଥାକୁ ଅତିକ୍ରମ କଲେଣି ସେମାନେ ଚିନ୍ତା କରୁଛନ୍ତି ଆମର ବାର୍ଦ୍ଧକ୍ୟ ଅବସ୍ଥା ଆସିଯାଉଛି, ତେଣୁ କ'ଣ ହେବ। ଯିଏ ସଦ୍ୟଜାତ ଶିଶୁ ସେ ଏସବୁରେ ଅନଭିଜ୍ଞ, ସେ ଏସବୁ ବିଷୟରେ ଅନଭିଜ୍ଞ। ତାର ଯୁବକ ଅବସ୍ଥା ଆସିବ କିମ୍ବା ବାର୍ଦ୍ଧକ୍ୟ ଅବସ୍ଥା ଆସିବ, ମୃତ୍ୟୁ ଆସିବ, ଏ ବିଷୟରେ ସେ ଅନଭିଜ୍ଞ, ସେ ହସୁଛି। ତେଣୁ ଏହାର ଅର୍ଥ କେବଳ ଏତିକି ମାତ୍ର ମଧ୍ୟରେ ସୀମିତ ନୁହେଁ। ଏହାର ଅର୍ଥ ପ୍ରତ୍ୟେକ କ୍ଷେତ୍ରରେ ଜୀବନ ଏଇଭଳି ପରିବର୍ତ୍ତିତ ହୋଇ ଚାଲିଛି। ସେ ଧନ ହେଉ, ଯଶ ହେଉ, ଖ୍ୟାତି ହେଉ, ଯେକୌଣସି ଜିନିଷ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଏହିପରି ଚାଲିଛି, ତଳ ଉପର ହେଇ ଚାଲିଛି। ତେଣୁ ଆଜି ଯେ ଧନୀ ସେ କାଲି ଗରିବ ହୋଇଯିବାର ସମ୍ଭାବନା ରହିଛି। ଆଜି ଅନେକ କଷ୍ଟ କରି ଯିଏ ଧନ ପାଇଁ ପ୍ରୟାସ କରୁଛି ସେ କାଲି ଧନୀ ହୋଇଯିବ। ପୁନଶ୍ଚ ଧନୀ ହେଲା ପରେ ଯେ ଧନକୁ ଠିକ୍ ଭାବରେ ଉପଯୋଗ ନ କରିପାରିଲା ମଧ୍ୟ ତେବେ ପୁନଶ୍ଚ ଗରିବ ହୋଇଯିବ, ଦରିଦ୍ର ହୋଇଯିବ। ତେଣୁ ସଂସାରରେ ଏହିପରି ସୁଯୋଗ ରହିଛି, କାରଣ ୟାକୁ ପାଳନ କରିବା ବହୁତ କଠିନ। ତେଣୁ ଜଣେ ଏଇ ଯେଉଁ ଶିଶୁ ଅବସ୍ଥା, ଯୁବକ ଅବସ୍ଥା ଓ ବାର୍ଦ୍ଧକ୍ୟ ଅବସ୍ଥା, ମୃତ୍ୟୁ, ଏଥିରୁ ମଧ୍ୟ ମୁକ୍ତି ପାଇପାରିବ ଯଦି ଠିକ୍ ଭାବରେ ଜୀବନକୁ ବିନିଯୋଗ କରିବ। ଏବେ ତ ଚାଲିବ, ଏବେ ତ ନିରନ୍ତର ଏଇ ପ୍ରକ୍ରିୟାଟା ବର୍ତ୍ତମାନ ତ ଚାଲିବ, କିନ୍ତୁ ଆଗକୁ ଏଇ ଯେଉଁ ପ୍ରକ୍ରିୟାଟା, ଏ ପ୍ରକ୍ରିୟା ବନ୍ଦ ହୋଇଯାଇପାରେ ଯଦି ସେ ଠିକ୍ ଭାବରେ ଜୀବନକୁ ଜାଣିପାରେ। ତେବେ ତାକୁ ପୁନଶ୍ଚ ଏସବୁ ଅବସ୍ଥା ଦେଇ ଭୋଗ କରିବାକୁ ପଡ଼ିବ ନାହିଁ। ଏହା ଜାଣି ରଖିବା ଉଚିତ।